ଲାଇଫଟା ସବୁବେଳେ ପରଫେକ୍ଟ ହେଇନଥାଏ। ଲାଇଫରେ ଆମେ ସମସ୍ତେ ବହୁତ କିଛି ପ୍ରୋବ୍ଲେମ୍ ଫେସ୍ କରିଥାନ୍ତି। ବଟ୍ ଇନ୍ ଏଭ୍ରି ସିଚୁଏସନ୍ ଦେୟାର୍ ଇଜ୍ ସମଥିଙ୍ଗ ଟୁ ବି ଥ୍ୟାଙ୍କଫୁଲ୍ ଫର୍। ଯେତେବେଳେ ଆମେ ଭଗବାନଙ୍କୁ ଧନ୍ୟବାଦ ଜଣାଇବା ଶିଖିଯିବା, ଖାଲି ହାପି ମୋମେଣ୍ଟ ମାନଙ୍କରେ ନୁହେଁ, ଆମ ଷ୍ଟ୍ରଗଲ୍ ଡେ ମାନଙ୍କରେ ମଧ୍ୟ, ସେତେବେଳେ ଜୀବନର ଦୃଷ୍ଟିକୋଣ ପରିବର୍ତ୍ତନ ହେଇଯିବ। ଭଗବାନଙ୍କୁ ଧନ୍ୟବାଦ ଜଣାଇବା ମାନେ ନୁହେଁ ଯେ ଆମେ ଆମ ପ୍ରୋବ୍ଲେମକୁ ଇଗ୍ନୋର କରିଦେବା। ଏହାର ମାନେ ହେଉଛି ଲାଇଫରେ ଯେତେ ଚ୍ୟାଲେଞ୍ଜେସ୍ ଆସିଲେ ବି ଭଗବାନଙ୍କ ଉପରେ ସେମିତି ଭରସା ରଖିବାକୁ ହବ। ଗଡ୍ ହାଜ୍ ଏ ପ୍ଲାନ୍ ଫର୍ ଅସ୍। ଆମେ ଯେଉଁ ନିଶ୍ୱାସ ପ୍ରଶ୍ୱାସ ନେଉଛେ, ପ୍ରତ୍ୟେକ ସନରାଇଜ୍ ଯେଉଁ ଦେଖୁଛେ, ଯେଉଁ ସବୁ ଖାଦ୍ୟ ଆମେ ଖାଉଛେ, ଏସବୁ ହେଉଛି ଭଗବାନଙ୍କର ଆମମାନଙ୍କ ପାଇଁ ଗିଫ୍ଟ। ଆଉ ଏସବୁ କେବେ ବି ଭୁଲି ହେବନି। ଏସବୁ ପାଇଁ ଆମକୁ ସବୁବେଳେ ଥ୍ୟାଙ୍କଫୁଲ୍ ରହିବାକୁ ହବ। When we complain, our heart becomes heavy. But when we give thanks, our heart feels lighter. ଭଗବାନଙ୍କୁ ଧନ୍ୟବାଦ ଜଣାଇବା ଦ୍ୱାରା ଛୋଟ ଛୋଟ ଜିନିଷ ବି ଆମକୁ ଶାନ୍ତି ଲାଗିଥାଏ। ସକାଳୁ ସୂର୍ଯ୍ୟ ଉଦୟ ଦେଖିବା, ଏଇଟା ଗୋଟେ ବହୁତ ବଡ଼ ବ୍ଲେସିଂ, ଯେଉଁଟାକି ପ୍ରାୟ ସମସ୍ତଙ୍କ ଭାଗ୍ୟରେ ନଥାଏ। ଆମକୁ ଖାଇବାକୁ ମିଳୁଛି, ଆମ ପାଖରେ ଆମ ଫ୍ୟାମିଲି ବି ଅଛି, ଏମିତିକି ଆମେ ଆମ ଡ୍ରିମ୍ ଲାଇଫକୁ ବି ଏନ୍ଜୟ କରିପାରୁଛେ। ଏସବୁ ରିଜିନ୍ ପାଇଁ ଆମକୁ ସବୁବେଳେ ହିଁ ଭଗବାନଙ୍କୁ ଧନ୍ୟବାଦ ଜଣାଇବା ଦରକାର। ଆମେ ଥ୍ୟାଙ୍କଫୁଲ୍ ରହିବା ଦ୍ୱାରା ଆମେ ପଜିଟିଭିଟିକୁ ବି ଆଟ୍ରାକ୍ଟ କରିପାରିବା। When we appreciate what we already have, ଲାଇଫ୍ ଆହୁରି ବହୁତ କିଛି ଦେଇଥାଏ ଆମକୁ ସେଲିବ୍ରେଟ୍ କରିବା ପାଇଁ। We going to say thank you God for choosing me to grow stronger through this situation। ଆଉ ଏଇ ପରିବର୍ତ୍ତନଟା ଆମର ସମ୍ପୂର୍ଣ୍ଣ ଭାବନାକୁ ବଦଳେଇ ଦେବ। So today take a moment and think, what are you grateful for? ହେଇପାରେ ତମର ହେଲ୍ଥ ପାଇଁ, ତମର ପ୍ୟାରେଣ୍ଟସ୍ଙ୍କ ପାଇଁ, ତମ ଫ୍ରେଣ୍ଡମାନଙ୍କ ପାଇଁ, କିମ୍ବା ତମ ଏଜୁକେସନ୍ ପାଇଁ। ଗୋଟେ କଥା ମନେ ରଖ, ଏ ଥ୍ୟାଙ୍କଫୁଲ୍ ହାର୍ଟ ଇଜ୍ ଏ ପିସଫୁଲ୍ ହାର୍ଟ। ଆମେ ଯେତେ ତାଙ୍କୁ ଧନ୍ୟବାଦ ଜଣାଇବା, ଆମ ଲାଇଫ୍ର ପ୍ରତ୍ୟେକ ପାର୍ଟରେ ତାଙ୍କ ପ୍ରେଜେନ୍ସକୁ ଆମେ ଫିଲ୍ କରିପାରିବା।